ବନ୍ଧୁଗଣ, ପୂର୍ବ ଏବଂ ପର ଜନ୍ମ ଜାଣିବା ପାଇଁ ଇଚ୍ଛା ସମସ୍ତଙ୍କ ମନରେ ଥାଏ। ପ୍ରତ୍ୟେକ ମନୁଷ୍ୟ ଜାଣିବାକୁ ଚାହାନ୍ତି ଯେ ସେମାନେ ପୂର୍ବ ଜନ୍ମରେ କ'ଣ ଥିଲେ ଏବଂ ଆସୁଥିବା ଜନ୍ମରେ ସେମାନେ କେଉଁ ଯୋନିରେ ଜନ୍ମ ନେବେ। ଜାଣିବା ପୂର୍ବରୁ ଯଦି ଏତେ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଡେରି ନକରି ଜଲ୍ଦି ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଚାଲନ୍ତୁ ଜାଣିବା ଗରୁଡ଼ ପୁରାଣ ଅନୁସାରେ ତାହା କେଉଁ କର୍ମ ହୋଇଥାଏ ଯାହା କରିବା ଦ୍ୱାରା ଆମକୁ ପୁନର୍ବାର ମନୁଷ୍ୟ ଯୋନିରେ ଜନ୍ମ ମିଳିଥାଏ। ତା ସହିତ ଆମେ ଆପଣମାନଙ୍କୁ ଏହା ମଧ୍ୟ କହିବୁ କେଉଁ ପାପ କରିବା ଦ୍ୱାରା ମନୁଷ୍ୟ ଜନ୍ମ ଗଧ, ବିଲୁଆ ଯୋନିରେ ଜନ୍ମ ହୋଇଥାଏ। ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ମହାପୁରାଣ ଓ ଗରୁଡ଼ ପୁରାଣକୁ ବିସ୍ତୃତି ଭାବରେ ଆଲୋଚନା କଲେ ଏଥିରେ ମନୁଷ୍ୟମାନଙ୍କର ସବୁ ଟିପ୍ପଣୀ ବର୍ଣ୍ଣିତ ହୋଇଥାଏ। ସେଥିରେ ନା କେବଳ ପାପ ଓ ପୁଣ୍ୟ ବିଷୟରେ ବର୍ଣ୍ଣିତ ହୋଇଛି, ବରଂ ଏହା ସହିତ ମନୁଷ୍ୟର ମୃତ୍ୟୁ ପରେ ମିଳିବାକୁ ଥିବା ଦଣ୍ଡ ଓ ପରଜନ୍ମ କେଉଁ ଯୋନିରେ ହେବା କଥା ତାହା ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣରେ ଲିପିବଦ୍ଧ ଯେ ମନୁଷ୍ୟର ଯେକୌଣସି କର୍ମର ଫଳ ତାକୁ ମୃତ୍ୟୁ ପରେ ନିଶ୍ଚିତ ରୂପେ ମିଳିଥାଏ। ଏହା କେବଳ ମନୁଷ୍ୟ ପାଇଁ ନୁହେଁ, ବରଂ ସଂସାରରେ ଯେତେ ସବୁ ଜୀବ ଜନ୍ମ ନେଇଥାନ୍ତି ସମସ୍ତଙ୍କୁ ସମସ୍ତଙ୍କର କର୍ମର ଫଳ ନିଶ୍ଚୟ ମିଳିଥାଏ। ମନୁଷ୍ୟର ଅଧିକାର କର୍ମ କରିବା ଓ ଫଳ ଦେବା ପରମାତ୍ମାଙ୍କର ଅଧିକାର ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ ମନୁଷ୍ୟ ପରଜନ୍ମରେ କେଉଁ ଯୋନିରେ ଜନ୍ମ ନେବ ତାହା ତା ମୃତ୍ୟୁ ପୂର୍ବରୁ ଧାର୍ଯ୍ୟ କରାଯାଇଥାଏ। ଏ ଧାର୍ଯ୍ୟ ମନୁଷ୍ୟର କର୍ମ ଆଧାରରେ କରାଯାଇଥାଏ। ଏହା ମଧ୍ୟ ସମ୍ଭବପର ନୁହେଁ ଯେ ଏହି ଜନ୍ମ ମନୁଷ୍ୟ ଯୋନିରେ ହେଲା ଯେ ପରଜନ୍ମ ମନୁଷ୍ୟ ଯୋନିରେ ହେବ। ଗରୁଡ଼ ପୁରାଣ ଅନୁସାରେ ଭଲ କର୍ମ କାରଣରୁ ମନୁଷ୍ୟ ଯୋନି ପ୍ରାପ୍ତ ହୋଇଥାଏ। ଏମିତି ବି ବହୁତ ଜୀବ ଅଛନ୍ତି ଯେଉଁମାନେ ନିଜର କର୍ମ କାରଣରୁ 84 ଲକ୍ଷ ଯୋନିରେ ଘୂରି ବୁଲିଥାନ୍ତି। ପରେ ତାଙ୍କର ଜନ୍ମ ମାନବ ଶରୀରରେ ପରିଣତ ହୋଇଥାଏ। ଗରୁଡ଼ ପୁରାଣର ଲିଖିତ କଥା ଅନୁସାରେ ଏକଦା ମହାଋଷି ବେଦବ୍ୟାସଙ୍କୁ ଋଷିଗଣ ପଚାରିଲେ ଯେ କେଉଁ କର୍ମ ଦ୍ୱାରା କେଉଁ ଜନ୍ମ ମିଳିଥାଏ। ବେଦବ୍ୟାସ ସେ ଋଷିଗଣଙ୍କୁ ବିସ୍ତାର ପୂର୍ବକ ଜଣାଇଲେ ଯେ ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ସମ୍ବନ୍ଧ ରଖିଥାଏ ଓ ସ୍ତ୍ରୀମାନଙ୍କର ସର୍ବଦା ଅସମ୍ମାନ କରିଥାଏ, ତାଙ୍କୁ ଭୟାନକ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। ଏପରି କର୍ମ କରୁଥିବା ବ୍ୟକ୍ତି ଗୋଟିଏ ଗୋଟିଏ ହୋଇ ଅନେକ ଯୋନିରେ ଘୂରି ବୁଲିଥାନ୍ତି। ମହାଋଷି ବେଦବ୍ୟାସ କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ସ୍ତ୍ରୀମାନଙ୍କର ସମ୍ମାନ କରିବା ଦରକାର। ସେ ନିଜର ଆତ୍ମୀୟ ନ ହୋଇଥାନ୍ତି ତାହେଲେ ମଧ୍ୟ ସେମାନଙ୍କର ସମ୍ମାନ କରିବା ଦରକାର। ଏମିତି କରୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ବିଲୁଆ ଜନ୍ମ ହୋଇ ଜନ୍ମ ନେବାକୁ ପଡ଼ିଥାଏ ଓ ପରେ ସେ କୁକୁର ହୋଇଥାନ୍ତି ଓ ତାପରେ କୋକିଶିଆଳ ହୋଇଥାନ୍ତି ଓ ତାପରେ ଶାଗୁଣା ଓ ତାପରେ ସାପ ଓ ତାପରେ କାଉ ଓ ସର୍ବଶେଷରେ ବଗ ହୋଇଥାନ୍ତି। ଏହିପରି ଯୋନିରେ ଜନ୍ମ ନେଲା ପରେ ମନୁଷ୍ୟ ଜନ୍ମ ମିଳିଥାଏ। ମହାଋଷି କହିଛନ୍ତି ବଡ଼ ଭାଇ ପିତା ତୁଲ୍ୟ ହୋଇଥାନ୍ତି, ସେଥିପାଇଁ ସେ ସର୍ବଦା ସମ୍ମାନନୀୟ ହୋଇଥାନ୍ତି। କେବେ ବି କୌଣସି ପରିସ୍ଥିତିରେ ତାଙ୍କର ଅନାଦର କର ନାହିଁ, ନଚେତ୍ ପର ଜନ୍ମରେ କଞ୍ଚ ନାମକ ପକ୍ଷୀର ଜନ୍ମ ମିଳିଥାଏ। କଞ୍ଚ ପକ୍ଷୀର ଆୟୁକାଳ 10 ବର୍ଷ ହୋଇଥାଏ। ଯଦି ଏହି ଜନ୍ମରେ ଭଗବାନ ତାଙ୍କ ଉପରେ କୃପା କରନ୍ତି, ତେବେ ପରଜନ୍ମର ସେମାନେ ମଣିଷ ରୂପରେ ଜନ୍ମ ହୋଇଥାନ୍ତି, ନଚେତ୍ ସେମାନେ ଅନ୍ୟ ଯୋନିରେ ଘୂରି ବୁଲୁଥାନ୍ତି। ବେଦବ୍ୟାସ ଋଷିଗଣଙ୍କୁ ଏହା ମଧ୍ୟ କହିଲେ ଯେ ଚୋରି କରିବା ଭୁଲ ଅଟେ,
ତାହା ସ୍ୱର୍ଣ୍ଣ ହେଉ କିମ୍ବା କୌଣସି ବସ୍ତ୍ର ହେଉ। ଚୋରି ସର୍ବଦା ମହାପାପ ଅଟେ। ଚୋରି କରୁଥିବା ବ୍ୟକ୍ତିଙ୍କୁ ପର ଜନ୍ମରେ ନିଶ୍ଚୟ ଦଣ୍ଡ ମିଳିଥାଏ। ବସ୍ତ୍ର ଚୋରି କରୁଥିବା ବ୍ୟକ୍ତିଙ୍କୁ ପର ଜନ୍ମରେ ଶୁଆର ରୂପ ମିଳିଥାଏ। ଯଦି ବ୍ୟକ୍ତି ସୁଗନ୍ଧିତ ପଦାର୍ଥ ଚୋରି କରିଥାନ୍ତି, ତେବେ ସେ ପରଜନ୍ମରେ ଚୁଚୁନ୍ଦ୍ରାର ଜନ୍ମ ନେଇଥାଏ। ତେଣୁ ସାଙ୍ଗମାନେ ଯେମିତି ପରିସ୍ଥିତି ହେଲେ ମଧ୍ୟ ଚୋରିକୁ ସଠିକ୍ କୁହାଯାଇପାରିବ ନାହିଁ। ମହାଋଷି ଆଗକୁ କୁହନ୍ତି ଯେ, ଯଦି କୌଣସି ବ୍ୟକ୍ତି ଅନ୍ୟର ହତ୍ୟା କରେ କିମ୍ବା କୌଣସି ଜଘନ୍ୟ ଅପରାଧ କରେ, ତେବେ ତାଙ୍କର ପରଜନ୍ମ ଗଧର ଯୋନିରେ ହୋଇଥାଏ। ଏହାପରେ ଜଣେ ଋଷି ବେଦବାସ୍ୟଙ୍କୁ ପଚାରନ୍ତି ଯେ, ମନୁଷ୍ୟ ଜନ୍ମ ପାଇଁ କେଉଁ କର୍ମ କରିବାକୁ ପଡ଼ିଥାଏ? ତାପରେ ବେଦବାସ୍ୟ କୁହନ୍ତି, ଗରୁଡ଼ ପୁରାଣରେ ଲିଖିତ ଅଛି ଯେ, 84 ଲକ୍ଷ ଜନ୍ମ ନେଲା ପରେ ଜଣେ ମନୁଷ୍ୟ ରୂପରେ ଜନ୍ମ ପାଇଥାଏ। କିନ୍ତୁ ଯଦି ମନୁଷ୍ୟ ଭଲ କର୍ମ କରିଥାଏ, ତେବେ ତାକୁ ପରଜନ୍ମରେ ମଧ୍ୟ ମନୁଷ୍ୟ ଜନ୍ମ ମିଳିଥାଏ। ଯେଉଁ ବ୍ୟକ୍ତି ସର୍ବଦା ଅନ୍ୟର ସାହାଯ୍ୟ କରିଥାଏ, ପଶୁପକ୍ଷୀ ଉପରେ ଦୟା କରିଥାଏ, ଅସହାୟ ବ୍ୟକ୍ତିଙ୍କର ସହାୟତା କରିଥାଏ, କୌଣସି ସ୍ୱାର୍ଥ ବିନା ସଞ୍ଚୟ କରିଥିବା ଧନକୁ ଧାର୍ମିକ କାର୍ଯ୍ୟରେ ଲଗାଇଥାନ୍ତି, ତେବେ ସେ ବ୍ୟକ୍ତିକୁ ପରଜନ୍ମ ମଧ୍ୟ ମନୁଷ୍ୟ ଯୋନିରେ ହେବା ଧାର୍ଯ୍ୟ କରାଯାଏ। ଏହା ବ୍ୟତୀତ ଗରୁଡ଼ ପୁରାଣରେ କୁହାଯାଇଛି ଯେ, ମନୁଷ୍ୟର ଅନ୍ତିମ ସମୟରେ ଯେଉଁ ଜିନିଷ ଉପରେ ତାର ଆସକ୍ତି ଥାଏ, ତେବେ ତାଙ୍କର ପରଜନ୍ମ ମଧ୍ୟ ତାହା ଉପରେ ନିର୍ଭର ହୋଇଥାଏ। ଯଦି କୌଣସି ବ୍ୟକ୍ତି ନିଜର ଅନ୍ତିମ କ୍ଷଣରେ ସ୍ତ୍ରୀକୁ ମନେ ପକାଇଥାଏ, ତେବେ ତାଙ୍କର ପରଜନ୍ମ ସ୍ତ୍ରୀ ରୂପରେ ହୋଇଥାଏ। ଯଦି ମନୁଷ୍ୟ ଅନ୍ତିମ କ୍ଷଣରେ ଈଶ୍ୱରଙ୍କର ନାମ ନେଇଥାଏ, ତେବେ ସେ ମୁକ୍ତିର ମାର୍ଗ ଅଗ୍ରସର ହୋଇଥାଏ। କାରଣ ମୃତ୍ୟୁ ସମୟରେ ଅନ୍ତିମ କ୍ଷଣର ବିଚାର ପରଜନ୍ମର ଆଧାର ହୋଇଥାଏ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି, ମରିବା ସମୟରେ ରାମ ନାମର ଜପ କରନ୍ତୁ। ବନ୍ଧୁଗଣ, ଆମର ଏହି ମୋହମାୟା ସଂସାରରେ ଗର୍ବ, ଅହଙ୍କାର କ'ଣ ପାଇଁ କରିବା? ନିଜର ଶେଷ ଜୀବନକୁ ଭଗବାନଙ୍କ ପାଖରେ ସମର୍ପଣ କରିଦିଅନ୍ତୁ ଯେ, ହେ ଭଗବାନ, ମୁଁ କରିଥିବା ସମସ୍ତ ପାପକୁ କ୍ଷମା କରି ଆପଣଙ୍କ ପାଦତଳେ ଶରଣାଗମି ଦିଅନ୍ତୁ। କେବଳ ଏତିକି ନୁହେଁ, ଦୁଃଖୀ ରୋଗୀଙ୍କର ସାହାଯ୍ୟ ମଧ୍ୟ କରନ୍ତୁ। ଚୋରି ଦାରି ନାରୀ ଏପରି ମହାପାପଠାରୁ ଦୂରେଇ ରୁହନ୍ତୁ। ପଶୁପକ୍ଷୀମାନଙ୍କୁ ଖାଦ୍ୟ ଖାଇବାକୁ ଦେଇ ସେମାନଙ୍କର ଯଥାସମ୍ଭବ ଯତ୍ନ ମଧ୍ୟ ନିଅନ୍ତୁ। ଘରେ କିମ୍ବା ସମାଜରେ ବଡ଼ ସାନମାନଙ୍କର ଆଦର ସ୍ନେହ ସମ୍ମାନ କରନ୍ତୁ। ସତ୍ମାର୍ଗରେ ଚାଲନ୍ତୁ। ଦେଖିବେ, ନାୟର ଠାକୁର ଭଗବାନଙ୍କ କୃପାରୁ ଆପଣ ମଧ୍ୟ ପରଜନ୍ମରେ ଜଣେ ପ୍ରତିଷ୍ଠାବାନ ମନୁଷ୍ୟ ଯୋନିରେ ଜନ୍ମ ନେଇପାରିବେ। ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଭିଡ଼ିଓ କେମିତି ଲାଗିଲା କମେଣ୍ଟରେ ଜଣାଇବାକୁ ଭୁଲନ୍ତୁ ନାହିଁ। ଯଦି ଏହିପରି ପୁରାଣ ଓ ଆଧ୍ୟାତ୍ମିକ କାହାଣୀ ଜାଣିବା ପାଇଁ ଇଚ୍ଛୁକ, ତେବେ କମେଣ୍ଟରେ ଲେଖିଦିଅନ୍ତୁ। ଦୟାକରି ମୋ ଚ୍ୟାନେଲ ମାନି ଭଏସ୍କୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ। ଆପଣମାନଙ୍କର ଗୋଟିଏ ଲାଇକ୍ ଓ ସବସ୍କ୍ରାଇବ୍ ମୋତେ ଆଗକୁ ବଢ଼ିବାକୁ ବହୁତ ଅଧିକା ପ୍ରେରଣା ଦେଇଥାଏ ଓ ଆଗକୁ କେଉଁଭଳି ଭାବରେ ଆଧ୍ୟାତ୍ମିକ କାହାଣୀ ଜାଣିବାକୁ ଇଚ୍ଛୁକ, ତାହା ମଧ୍ୟ କମେଣ୍ଟରେ ଲେଖିଦିଅନ୍ତୁ। ଭିଡ଼ିଓଟିକୁ ଯଥାସମ୍ଭବ ସାଙ୍ଗସାଥିମାନଙ୍କ ପାଖକୁ ଓ ବନ୍ଧୁବାନ୍ଧବମାନଙ୍କ ପାଖକୁ ସେୟାର କରନ୍ତୁ।